এই বদ অভ্যাস দূর করিবা। যিশু ସବୁଯାକ କବରରେ ପୋତି ଦେଲେ ଏବଂ ନବୀକରଣ ହୋଇ ନୂତନ ହୋଇ ପ୍ରିୟର ଭାଇ ଭଉଣୀ ମାନେ ସ୍ୱର୍ଗକୁ ବା ପୃଥିବୀରେ ଆବିର୍ଭୂତ ହେଲେ। ଶିଶୁମାନେ କହନ୍ତି ମୋତେ ସ୍ପର୍ଶ କର ନାହିଁ, ମୋ ପିତାଙ୍କ ନିକଟକୁ ଯିବାକୁ ଅଛି। ମୁଁ ତୁମମାନଙ୍କୁ ଆଶ୍ୱାସନା ଦେବା ପାଇଁ ଦୃଢ଼ୀଭୂତ କରିବା ପାଇଁ ଏହି ପୃଥିବୀରେ ରହିବି ଏବଂ ତୁମେ ଯେତେବେଳେ ସମ୍ପୂର୍ଣ୍ଣ ଭାବରେ ବିଶ୍ୱାସରେ ଦୃଢ଼ୀଭୂତ ହେବ ତେବେ ଯାଇ ମୁଁ ସ୍ୱର୍ଗକୁ ଉନ୍ନୀତ ହେବି। ଆସନ୍ତୁ ମୋର ପ୍ରିୟର ବାପା ମା ଭାଇ ଭଉଣୀ ମାନେ, ଏହି ପବିତ୍ର ଅବସରରେ ଆମେ ଖ୍ରୀଷ୍ଟଙ୍କ ପରି ଆଲୋକିତ ହେବା, ଖ୍ରୀଷ୍ଟଙ୍କ ପରି ଜାଜୁଲ୍ୟମାନ ହେବା। ଆଜି ଜଗତରେ ଅନେକ ବିଡ଼ମ୍ବନା, ଅନେକ ଅନ୍ଧକାର ମାଡ଼ି ବସିଅଛି। ଖ୍ରୀଷ୍ଟ ହିଁ ଆମର ଜ୍ୟୋତି ହଉ, ତେଣୁ ଆମମାନଙ୍କର ପ୍ରତିଛବି, ଆମମାନଙ୍କ ପ୍ରତିବିମ୍ବ। ତେବେ ଯାଇ ପ୍ରିୟର ବାପା ମା ଭାଇ ଭଉଣୀ ମାନେ ଏହି ଅନ୍ଧକାର ଜଗତରେ, ଏହି ବିଡ଼ମ୍ବନା ଜଗତରେ, ଏହି ମୃତ୍ୟୁର କାୟ ବା ମୃତ୍ୟୁର ଛାୟାରେ, ଯୁଦ୍ଧର ପିପାସାରେ ଜଗତ ଆଜି ନଷ୍ଟ ଭ୍ରଷ୍ଟ ହେବାରେ ଲାଗିଅଛି। ଈଶ୍ୱର ପ୍ରତି ଭୟ ଆଉ କାହାର ନାହିଁ। ମନୁଷ୍ୟ ପ୍ରତି ଡର, ମନୁଷ୍ୟ ପ୍ରତି ଆସକ୍ତ ହେବାର ଏହି ପୃଥିବୀ ଆମମାନଙ୍କୁ ଶିଖାଉଛି। ଆସନ୍ତୁ ଖ୍ରୀଷ୍ଟିଆନ ହିସାବରେ ଏହି ସମସ୍ତ ବିଡ଼ମ୍ବନାକୁ ଦୂର କରିବା, ଖ୍ରୀଷ୍ଟ ପ୍ରତି ଆସକ୍ତ ହେବା ଏବଂ ଉତ୍କୃଷ୍ଟ ଖ୍ରୀଷ୍ଟିଆନ ହୋଇ ଏହି ପୃଥିବୀର ଅନ୍ଧକାରକୁ ଆଲୋକ ହୋଇ ଆମେମାନେ ରୂପାନ୍ତରିତ କରିବା। ତେବେ ଯାଇ ପ୍ରିୟର ଭାଇ ଭଉଣୀ ମାନେ ଏହି ଇଷ୍ଟର ବା ପୁନରୁତ୍ଥାନ ପର୍ବ ପାଳନ କରିବାର ମହତ୍ଵ ଆମର ଘରେ, ଆମର ପରିବାରରେ, ଆମର ଗ୍ରାମରେ ସଦାସର୍ବଦା ଜୀବନ୍ତ ଜ୍ୱଳନ୍ତ ହୋଇ ରହିବ। ଈଶ୍ୱର ଆମ ସମସ୍ତଙ୍କ ପ୍ରୟାସକୁ ଆଶୀର୍ବାଦ କରନ୍ତୁ। ଯୀଶୁ ଉଠିଲେ, ହାଲେଲୁୟା, ମୃତ୍ୟୁ ଉତ୍ଥାରୁ, ହାଲେଲୁୟା, ହାଲେଲୁୟା, ହାଲେଲୁୟା। ଆଉଥରେ ଯୀଶୁ ଉଠିଲେ, ହାଲେଲୁୟା, ମୃତ୍ୟୁ ଉତ୍ଥାରୁ, ହାଲେଲୁୟା, ହାଲେଲୁୟା, ହାଲେଲୁୟା। ଈଶ୍ୱର ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ପ୍ରିୟ ବନ୍ଧୁଗଣ, ବର୍ତ୍ତମାନ ଆମେମାନେ ଈଶ୍ୱରଙ୍କର ବାକ୍ୟ ଶୁଣିଲୁ, ପଢ଼ିଲୁ, ହୃଦୟଙ୍ଗମ କଲୁ। ବର୍ତ୍ତମାନ ତୃତୀୟ ଭାଗରେ ଆମେମାନେ ପଦାର୍ପଣ କରିବା। ଶ୍ରଦ୍ଧେୟ ଖ୍ରୀଷ୍ଟ ମଣ୍ଡଳୀ, ଆମର ଏହି ଭାଇ ଭଉଣୀ ମାନେ ଦୀକ୍ଷା ସ୍ନାନ ଗ୍ରହଣ କରିଛନ୍ତି। ଆସ ଆମେ ସେମାନଙ୍କୁ ଆମର ପ୍ରାର୍ଥନାରେ ସାହାଯ୍ୟ କରିବା, ଯେପରି ଆମର ପରମ ପିତା ସର୍ବଶକ୍ତିମାନ ପରମେଶ୍ୱର ସେମାନଙ୍କୁ ଦୟା ପ୍ରେମ ଦେଖାଇବେ। ଶ୍ରଦ୍ଧେୟ ଖ୍ରୀଷ୍ଟ ମଣ୍ଡଳୀ, ପ୍ରାର୍ଥନା କରିବା। ଆମର ପରମ ପିତା ସର୍ବଶକ୍ତିମାନ ପରମେଶ୍ୱର ଏହି ଜଳକୁଣ୍ଡକୁ ଆଶୀର୍ବାଦ କରନ୍ତୁ, ଯେପରି ଏଥିରେ ଯେଉଁମାନେ ଆଧ୍ୟାତ୍ମିକ ଭାବେ ନବଜନ୍ମ ଗ୍ରହଣ କରିବେ ସେମାନେ ଶ୍ରୀକୃଷ୍ଣଙ୍କ ଯୋଗରେ ତାଙ୍କର ପୋଷ୍ୟ ସନ୍ତାନ ମଧ୍ୟରେ ଗଣ୍ୟ ହେବେ। ଆସନ୍ତୁ ସମସ୍ତେ ଦଣ୍ଡାୟମାନ ହେବା, ସାଧୁ ସାଧୁଙ୍କ ନିକଟରେ ପ୍ରାର୍ଥନା କରିବା। ଦୟାମୟ ଈଶ୍ୱର ଆମ ସମସ୍ତଙ୍କର ପ୍ରୟାସକୁ ଆଶୀର୍ବାଦ କରନ୍ତୁ। ଯାହାର ମନୋବୃତ୍ତି ଅଛି ଦୟାକରି ଜାଣନ୍ତୁ। ଆମର ସମସ୍ତ ଦୀକ୍ଷା ସ୍ନାନ ପ୍ରତିଜ୍ଞା କରିବା ପାଇଁ ଚେଷ୍ଟା କରିବା। ସମସ୍ତେ ଛିଡ଼ା ହୁଅନ୍ତୁ। ଯେଉଁମାନେ ପିଲାମାନେ ଶୋଇଛନ୍ତି ଉଠେଇ ଦିଏ ସମସ୍ତେ। ସମସ୍ତେ ମନୋବୃତ୍ତି ଜଳାନ୍ତୁ।